ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ ଲକ୍ ପଡ଼ିଯାଇଛି ଆଉ ଆପଣ ଖୋଲି ପାରୁନାହାନ୍ତି। ଆପଣଙ୍କୁ ଲକ୍ ଲେଖୁଛି ସେଠି ଆପଣ 3 ଥର ଟ୍ରାଏରୁ ପାର କରିଦେଇଛନ୍ତି। ଯାହା ଫଳରେ ଆପଣଙ୍କର ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ ଲକ୍ ପଡ଼ିଯାଇଛି। ଯାହାଫଳରେ ଆପଣଙ୍କୁ ଗୋଟେ ଲେଖା ଆସୁଛି। ଲେଖା ଆସିକି ଆପଣଙ୍କର ଲଗଇନ୍ ହେଉନି। ଆପଣଙ୍କର ଯେଉଁ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାନେ ମୋବାଇଲ୍ ଆପ୍ଟା ଖୋଲୁନି। ତ ଆପଣ କେମିତି ଖୋଲିବେ ମୁଁ ଏଇ ଭିଡ଼ିଓରେ ଆପଣଙ୍କୁ ଶିଖେଇବି। ଆପଣ ଅନଲକ୍ କେମିତି କରିବେ ଏଇ ଭିଡ଼ିଓରେ ମୁଁ ଆପଣଙ୍କୁ ଶିଖେଇବି। ଅନଲକ୍ କରିବା ପାଇଁ ଆପଣଙ୍କୁ କିଛି କରିବାକୁ ଦରକାର ନାହିଁ। ୟୁଟ୍ୟୁବରେ ବହୁତ ସାରା ଭିଡ଼ିଓ ଅଛି ଯେମିତିକି କହୁଛନ୍ତି କି ମୁଁ ଏଠି ଆପଣଙ୍କୁ ଅନଲକ୍ କରିକି ଦେଖେଇବି। ସେମିତି କୌଣସି ପ୍ରକାର ଇଏ ନାହିଁ ଯାହାଫଳରେ ସେଇ ମୋବାଇଲ୍ ଆପ୍କୁ ଅନଲକ୍ କରିହେବ। କେବଳ ଗୋଟେ ହିଁ ତା'ର ଇଏ ଅଛି ଯେମିତିକି ଆପଣ ଖୋଲିପାରିବେ ଅନଲକ୍ କରିପାରିବେ। ଗୋଟେ ହିଁ ତା'ର ଚାବିକାଠି ଅଛି, ଆଉ ଅଲଗା କିଛି ଚାବିକାଠି ନାହିଁ କି ବ୍ୟାଙ୍କ ଅଫ୍ ଇଣ୍ଡିଆର ମୋବାଇଲ୍ ଆପ୍କୁ ଅନଲକ୍ କରିପାରିବେ। କେବଳ ଗୋଟେ ହିଁ ମାଧ୍ୟମ ଅଛି ସେଇ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍କୁ ଅନଲକ୍ କରିବା ପାଇଁ। ଆପଣ ଯେଉଁ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଖାତା କରିଛନ୍ତି ସେଇ ବ୍ୟାଙ୍କକୁ ଯିବେ। ସେଇ ବ୍ୟାଙ୍କକୁ ଯାଇସାରିଲା ପରେ ସେଠି ଆପଣ ବ୍ୟାଙ୍କ ମ୍ୟାନେଜର ସହିତ ଦେଖା କରିବେ। ସେଠି କହିବେ ମୋର ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ଅଛି ଆଉ ମୋର ମୋବାଇଲ୍ ନମ୍ବର ଲିଙ୍କ୍ ଅଛି, ହେଲେ ମୁଁ ମୋବାଇଲ୍ ଆପ୍କୁ ଚଲାଉଥିଲି, ହେଲେ ବର୍ତ୍ତମାନ ମୋବାଇଲ୍ ଆପ୍ ମୋତେ ମାଗୁଛି ଲକ୍ ହେଇଯାଇଛି ଅପସନ୍ ଆସୁଛି ଆଉ ମୋ ମୋବାଇଲ୍ ବର୍ତ୍ତମାନ ଆପ୍ ଲଗ୍ଇନ୍ ହେଉନି। ତ ସେଠି ସେମାନେ ଗୋଟେ ଫର୍ମ ଦେବେ। ସେଇ ଫର୍ମରେ ଆପଣଙ୍କର ଇମେଲ୍ ଆଇଡ଼ି, ଆପଣଙ୍କର କଷ୍ଟମର୍ ଆଇଡ଼ି, ଆପଣଙ୍କର ଆକାଉଣ୍ଟ ନମ୍ବର, ଆପଣଙ୍କର ସିଗ୍ନେଚର୍, ଆପଣଙ୍କର ମୋବାଇଲ୍ ନମ୍ବର ସବୁ ସେଠି ଆପଣଙ୍କୁ ଫିଲ୍ଅପ୍ କରିବାକୁ ହେବ। ଫିଲ୍ଅପ୍ କରିସାରିଲା ପରେ ସେଇ ଫର୍ମ ଅଛି, ସେଇ ଫର୍ମରେ ସେଟା ମାଗିଥିବ ସେଟାକୁ ଫିଲ୍ଅପ୍ କରିବେ। କରିସାରିଲା ପରେ ସେଠି ଆପଣ ଦାଖଲ ଦେବେ। ସେଠି ଆପଣ ୱେଟ୍ କରିବେ, ଆପଣ ଘରକୁ ଆସିବେନି। ଆଉ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ବହୁତ ସାରା କର୍ମଚାରୀ କ'ଣ କରନ୍ତି, ଆପଣ ଦେଇସାରିଲା ପରେ ସେଠି ସେମାନେ ପ୍ରୋସେସିଂରେ ରଖିଦେବେ, କାମ କରିବେନି। ସେ କାଗଜ ରହିଯିବ, ଆପଣଙ୍କର ଆକାଉଣ୍ଟ ଲଗ୍ଇନ୍ ହେବନି, ଯାହାଫଳରେ ଆପଣ ସମସ୍ୟାରେ ପଡ଼ିବେ। ତ ଆପଣ ସେଠି ୱେଟିଂ ଲିଷ୍ଟରେ ରହିକି ଆପଣ ପ୍ରେଜେଣ୍ଟରେ ରହିକି ଆପଣଙ୍କୁ ସେ କହିବେ କି ବର୍ତ୍ତମାନ ସାର୍ ମୋତେ ବହୁତ ଜରୁରୀ ଅଛି ଆଉ ମୋତେ ଅନଲକ୍ କରିଦିଅନ୍ତୁ, ମୋର ବହୁତ ଜରୁରୀ ଦରକାର ଅଛି ମୋବାଇଲ୍ ଆପ୍ ଚଲାଇବା ପାଇଁ। ସେମାନେ ଆପଣଙ୍କୁ ୱେଟ୍ କରାଇବେ, ଆପଣ ଜଗିବେ, ଟିକେ ଜଗି ନେବେ। ସେମାନେ ଜଣେ ବ୍ୟାଙ୍କ ମ୍ୟାନେଜର ଦୁଇ ଜଣ ସେମାନେ ଭେରିଫାଏ କରିବେ। ଫାର୍ଷ୍ଟ ଜଣେ ନେବ, ସେ ଭେରିଫାଏ କରିବ ସେଇ ଫର୍ମଟା, ସେ ଆଉ ଜଣଙ୍କୁ ଫେର ଦେବ, ସେ ସେଠି ଭେରିଫାଏ କରିବ। ଭେରିଫାଏ କରିସାରିଲା ପରେ ଆପଣଙ୍କର ମୋବାଇଲ୍ ଆପ୍ ଲଗ୍ଇନ୍ କରିପାରିବେ। ଆପଣଙ୍କ ମୋବାଇଲକୁ ମେସେଜ୍ ଆସିଯିବ କି ଆପଣଙ୍କର ମୋବାଇଲ୍ ଆପ୍ ଅନଲକ୍ ହେଇଯାଇଛି। ତ ଗାଇସ୍, ମୋବାଇଲ୍ ଆପ୍ ଏମିତି ଲକ୍ ପଡ଼େ। ଯଦି ଲକ୍ ପଡ଼ିଛି ଆପଣ ବ୍ରାଞ୍ଚ ଯାଆନ୍ତୁ। ଆପଣ ନିଜେ ଯେତେ ଚେଷ୍ଟା କଲେ ବି ସେଟାକୁ ଅନଲକ୍ କରିପାରିବେ ନାହିଁ। ମୁଁ ଚେଷ୍ଟା କରିଥିଲି, ହେଇପାରିନି। ମୁଁ ବ୍ରାଞ୍ଚ ଗଲି, ବ୍ରାଞ୍ଚରେ ସେଠି ଲେଖିକି ଦେଲା ପରେ ମୋର ଅନଲକ୍ ହେଇଗଲା। ବର୍ତ୍ତମାନ ମୁଁ ୟୁଜ୍ କରୁଛି ମୋବାଇଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୋବାଇଲ୍ ଆପ୍ ୟୁଜ୍ କରୁଛି ବର୍ତ୍ତମାନ। ସେ ଷ୍ଟେଟମେଣ୍ଟ ଯେତେ ଭରିବାକୁ ଚାହୁଁଛନ୍ତି ଯେତେ ମାସର ସେଠି ଷ୍ଟେଟମେଣ୍ଟ ଭରାଇ ପାରିବେ ମୋବାଇଲ୍ ଆପ୍ରେ। ସେଠି ଆପଣଙ୍କ ବାଲାନ୍ସ କେତେ ଅଛି ଇନକ୍ୱାରି କରିପାରିବେ। ସେଠି ବହୁତ ସାରା ଫିଚର୍ ଅଛି ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ରେ। ତ ଫଟାଫଟ ଆପଣ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଫେସବୁକ୍ରେ ଦେଖୁଥିଲେ ଫଲୋ କରନ୍ତୁ। ଥ୍ୟାଙ୍କ ଫର୍